भागवत तृतीय स्कंद त्रिंश अध्याय। ओम नमः भगवते वासुदेवाय। ओम गणपतये नमः। देवहूतिर्वाच एमन्ते पुत्र वाक्य शुणि आनंदे कर्दमघरणी चरणे पुण पुण पड़ी कपाले बेनी कर जोड़ी भो प्रभु मते कर त्राही कहि विष्णु मुख चाहि विष्णुर नाभि पद्म मूले ब्रह्मा पूजी महाजले प्रजा सर्जिला अवधाने साधिला जार पाद ध्याने से हरि नाम ए संसारे जेवा शुणन्ति निरन्तरे मुखे बन्दन्ति निरवधि तरन्ति अज्ञान जलधि सुजने दुर्जन विचार जहि चण्डाल दुराचार तार बदनु कृष्णवाणी कन्ये शुणन्ति जेते प्राणी स्वभावे अज्ञान विध्वंसे अन्ते से कैवल्यमीशे। श्रीम भगवान उवाच कहन्ति प्रभु भगवान भो मात हुओ सावधान जे काल पुरुष पुराण से प्रभु अति बलवान जे काल पराक्रम जेते मु कहि पारिबहि केते ए जेते जीव लोके छन्ति ता गति केहि न जानन्ति से काल कल्प सनाशई एणु ता गति के जानई ए चराचर देह धरी ए स्थूल सूक्ष्म आदि करी सकल करई भक्षण सुधार्थे जे सने कृपण जने समीर बलियार जिमुते करई विहार से घन तागति न जाने ते सने होई देवगणे कालर गति न जानन्ति से काल बसे भ्रमुथान्ति ए जीव सुख भोग पाई अर्थ उपार्जने भ्रमई विविध दुखे ता संचयी से अर्थे काल ता हरई त्रिलोक सुख जाहा पाई से अर्थ काल विनाशई से काल बसे बलियार से जानी पारे गति तार सूक्ष्म स्वरूपे विहरई मन वचने भेद नोही कृषक जन प्राय होई से अर्थे काल विनाशई से काल मुखे जीव रही नाना विवादे हिंसा बही करन्ति नाना छंद माया हृदय न बसे जीव दया निर्दय भाव मूढ़पणे काल गरासे पुण्यहीने ताहार नाही पक्षापक्ष सकल करई सुरक्ष ए जीव अति मतिहीन अर्थ संचयी प्रतिदिन जे अर्थे मृत्यु उपगत न जाने ए मूढ़ पंडित अनित्य देह न बुझई व्यापार करे दुख सही गृह कलत्र धन आदि एणे करई नित्य बुद्धि ए देह परमात्मा मोहे मोहर बोली नित्य कहे ए माया मोहे पड़ी अछि एणु ए न बुझई किछि
ସଂସାର मध्ये ଜୀବମାନେ ନିରତେ ଭ୍ରମନ୍ତି ଅଜ୍ଞାନେ ଯାବତ ଯୋନିରେ ଭ୍ରମନ୍ତି ସର୍ବତ୍ରେ ଫୁଟି ନ ମରନ୍ତି ଏ ଘୋର ଦୁଃଖ ସୁଖ ମନେ ବୈରାଗ୍ୟ ନ ଜନ୍ମେ ଅଜ୍ଞାନେ ଯେବେ ନରକେ ପଡ଼ିଥାଇ ଅତ୍ୟନ୍ତ ସୁଖ ତାମଣଇ କରଇ ନରକ ଆହାର ତଥାପି ଦୁଃଖ ନୁହେଁ ଦୂର ନରକ ଯୋନି ନ ଛାଡ଼ଇ ଅଜ୍ଞାନ ମୋହେ ସ୍ନେହ ବହି ଦେହ କଲତ୍ର ସୁଖ ଘର ପଶୁଭୃ ଇତ୍ୟାଦି ବନ୍ଧୁ ମୋର ମନକୁ ଏଣେ ଦୃଢ଼ କରେ ସୁଖ ମଣଇ ଦୁଃଖ ଘୋରେ ମଣଇ କୃତାର୍ଥ ହୋଇଲି ଅନେକ ସୁଖେ ମୁଁ ଲଭିଲି ମୋ ତୁଲେ ନାହିଁ ଭାଗ୍ୟବନ୍ତ କିଏ ଅଛି ମୋ ସମ ଜଗତ ତହିଁରେ ଯେତେ ଦୁଃଖ ହୁଏ ନ ବୁଝେ ପଡ଼ି ମାୟା ମୋହେ ତାଙ୍କ ପୋଷଣେ ଚିନ୍ତା କରେ ଦଗଧି ମରେ ଦୁଃଖ ଘୋରେ করে দূরিত দুঃখ মান এমন্তে মুনি অজ্ঞান অসতী দুষ্ট নারী ঘরে বিবিধ ছন্দ মায়া করে তার সুবেশ প্রিয় থাই সেবক জন প্রায় হই তাহাଙ୍କ বাক্য বিলঙ্ঘন କରି ନ ପାରେ ରାତ୍ର ଦିନ ତାହାଙ୍କୁ ସମ୍ଭୋଗ କରଇ ଏକାନ୍ତେ ତାଙ୍କ ସଙ୍ଗେ ଥାଇ ସେ ମନ ଇନ୍ଦ୍ରିୟ ହରିଣୀ ତାଙ୍କ ପ୍ରତ୍ୟକ୍ଷେ ନିତ୍ୟ ପ୍ରାଣୀ ସେ ନାରୀ ବସେ ବିହରଇ ନିଷିଦି ବସେ ମନ ଦେଇ ତାହାଙ୍କ ସୁଖ ଭୋଗ ପ୍ରୀତି ନରକେ ଓଟାରି ପକାନ୍ତି ନରକ ବୋଲି ୟାକୁ କହି ସ୍ତ୍ରୀ ସମ୍ଭୋଗ ସୁଖ ଏହି ଏହା ନ ଜାଣି ମୂଢ଼ ପ୍ରାଣୀ ଦୁଃଖକୁ ସୁଖ ପରିମାଣି ବାଲକ କୋମଳ ବଚନ ତା ଶୁଣି ଅତି ଦୋଷ ମନ ସେ ବାଲ ଗାବନ୍ତେଣ ଗୀତ ତହିଁ ଅର୍ପିତ করে চিত ସେ ସର୍ବ ସୁଖ କର ମନେ ଯେହି ତ ନ ଜାଣେ ଅଜ୍ଞାନେ ସେ ଗୃହ ଅତି କୂଟ ଧର୍ମ କରଇ ଅତି ଛନ୍ଦ କର୍ମ କେବଳ ଦୁଃଖର ଏ ମୂଳ ତହିଁ ପଡ଼ିନ ସେ ବ୍ୟାକୁଳ ସେ ଦୁଃଖ ପ୍ରତିକାର ପାଇଁ ନାନା ବ୍ୟାପାରେ ଦୁଃଖେ ଧାଇଁ ସେ କ୍ଲେଶ ଅତି ସୁଖ ମଣେ କେବଳ ମୋହେ ନ ପ୍ରମାଣେ କୁଟୁମ୍ବ ପ୍ରବୋଷଣେ ଥାଇ ବହୁତ ଧନ ଉପୁଜାଇ ବହୁତ ହିଂସା ଯେବେ କରେ ଏ କର୍ମେ ପୋଷେ ନିରନ୍ତରେ ଯାହାକୁ ପୋଷେ ଦୁଃଖେ ନିତ୍ୟ ନରକ ଭୁଞ୍ଜେ ଦେହ ଅନ୍ତ ତାହାକୁ ସତତ ପୋଷଇ ଆପଣା ସୁଖ ନ ଭାଞ୍ଚଇ ଯେବେ କ୍ଷଧାରେ ମରୁଥାଇ ତାହାଙ୍କୁ ଅଗ୍ରତେ ଭୁଞ୍ଜାଇ ତେବେ ଭୁଞ୍ଜଇ ଅବଶେଷେ ଏ କର୍ମ ଧର୍ମ ଯାଇ ନାଶେ ତଦନ୍ତେ ଲଭେ ଅଧୋଗତି ଏହା ନ ବୁଝେ ଦୁଷ୍ଟମତି ସେ ଯେବେ ଦୈବ ସଂଯୋଗେ ବିନଷ୍ଟ ହୁଏ କର୍ମ ଯୋଗେ ପୁଣି ଜୀବିକା ଆରମ୍ଭଇ ସେହି ଯଦ୍ୟପି ନାଶ ଯାଇ ପୁଣି ଆରମ୍ଭେ ବାରମ୍ବାର କୁଟୁମ୍ବ ଅର୍ଥେ ମୂଢ଼ ନର ସମର୍ଥପଣ ଥିବା ଯାଏ ତା ତହିଁ କରଇ ଉପାଏ ତହୁଁ ହୋଇଲେ ଅସମର୍ଥ ଲୋଭେ ଚିନ୍ତଇ ପର ଅର୍ଥ
লোভ বঢ়াই পরধনে নরক ভয়କୁ ନ ମାନେ নিন্দিত কর্মে হরে দিন কুটুম্ব অর্থে অভাবেণ এমন্ত মন্দ ভাগী হই কুটুম্ব পোষি ନ পারই এণু হরই পরধন নাশই পূর্ব জন্ম পুণ্য দরিদ্র জীবনে বঞ্চই নানা আপদ পীড়া পাই বৃথা উদ্যমে ফুটি রহে ଆଉ ସମ୍ପଦ କେବେ ନୁହେଁ ସର୍ବଦା ଭଜଇ କୃପଣ କରଇ ନିତ୍ୟ ଅର୍ଥଦାନ ଅର୍ଥ ବିହୀନେ ଚିନ୍ତା କୂଳେ ଶରୀର ଦୁଃଖ ତା ନିର୍ମଳେ ଶ୍ୱାସ ଉଠଇ ନିରନ୍ତର ଏମନ୍ତ ନାଶଇ ଶରୀର ଅତ୍ୟନ୍ତ ବୃଦ୍ଧ ଭାବ ପାଇ କୁଟୁମ୍ବ ପୋଷି ନ ପାରଇ ସମର୍ଥହୀନେ ନିଜ ଘରେ ବଞ୍ଚଇ ଅତିଥି ବ୍ୟବହାରେ ତାହାକୁ କେହି ନ ଗଣନ୍ତି ନାନା ବଚନେ ଗାଳି ଦିଅନ୍ତି ଚୌର୍ଯ୍ୟ ବନ୍ଦୀ ପ୍ରାୟ ହୋଇ ପ୍ରାଭବ ବର୍ଷ ନାଶ ହୋଇ ଦାରାତ ନୟ ଆଦି ଯେତେ ଆବର ଛାଡ଼ିଲେ ତୁରିତେ ଯେ ବାବର ପୂର୍ବେ ଥିଲା ସେ ପୂର୍ବ ସ୍ନେହ ସବୁ ଗଲା ମରଣ ନିକଟ ହୋଇଲେ ବୈରାଗ୍ୟ କେବେ ନ ଭଜିଲେ ଦାରାତ ନୟ ଭୟ ତାରେ ଦିଅନ୍ତି ଅତି ହତାଦରେ ଭୁଞ୍ଜଇ ଗୃହାନ୍ତରେ ଯାଇ ଶଙ୍କିତେ ଶ୍ୱାନ ପ୍ରାୟ ହୋଇ ଚିନ୍ତାର୍ଥ ଜ୍ୱରେ ଦୁଃଖ ମନେ ରୋଗ ବଢ଼ଇ ପ୍ରତିଦିନେ ଆହାର ବିନେ ଚିନ୍ତାଚ୍ଛନ୍ନେ ନ ପାରେ ମନ୍ଦ ହୁତାଶନେ ଆହାର ଅଳପ ଭକ୍ଷଇ ଦୁର୍ବଲେ ଉଠି ନ ପାରଇ ଗୃହ ବାହାରେ ଆସି ରହେ କଫ ବିକାରେ ଶକ୍ତି ନୁହେଁ କଫେ ପୂରିତ ନାଡି ମାନ ଶ୍ୱାସନ ଚଳଇ ସମାନ ଯେଣୁ ପବନ ମନ୍ଦ ହୋଇ ବଚନ ନ ପାରଇ କହି ସର୍ବଦା ଉଠେ କାଶ ଶ୍ୱାସ ଏଣୁ ଲୋଭଇ ବହୁ କ୍ଲେଶ କଣ୍ଠ କରଇ ଗୁରୁ ଗୁରୁ ବଚନ ନୁହଇ ବାହାରୁ ବାଲିଶ ଜାରେ ନେଇ ଶ୍ୱାଇ ବନ୍ଧୁ ବାନ୍ଧବେ ବେଢି ତହିଁ ସେ ସର୍ବେ କରନ୍ତି ରୋଦନ ଶ୍ରବଣେ ଡାକନ୍ତି ସଘନ हे तात ବୋଲି କେ ଡାକଇ ତା ଗୁଣ ଭାଲି କେ ରୋଦଇ ନାନା ପ୍ରକାରେ ସେ ରୋଦନ୍ତି ତା ଦୁଃଖ କେହି ନ ଘେନନ୍ତି କେହୁ ଡାକନ୍ତି ପୁତ୍ର ଭାଇ ପତ୍ନୀ ଡାକନ୍ତି ହେ ଗୋସାଇଁ ପୀଡ଼ିତ ମୃତ୍ୟୁ ଦୁଃଖ ଘୋରେ କୁଟୁମ୍ବ ଭରଣ ବ୍ୟାପାରେ ଶୁଣ ଜନନୀ ଏକ ଚିତେ ସଂସାର ଦୁଃଖ ସୁଖ ଏତେ ମନ ନିର୍ବିଷ୍ଟ ତହିଁ କଲା ଇନ୍ଦ୍ରିୟ ଜିଣି ନ ପାରିଲା ତେଣୁ ହୋଇଲା ମୃତ୍ୟୁ ତାର ଏ ଦଣ୍ଡ ଅତି ଭୟଙ୍କର ବନ୍ଧୁ ବାନ୍ଧବ ଶୋକାକୁଳେ ତା ଦୁଃଖ ଭାଗି କେ ନୋହିଲେ ବ୍ୟର୍ଥେ ପୋଷିଲା ତାଙ୍କୁ ଦୁଃଖେ ଏ ସେବେ ତେଜିଲେ ବିମୁଖେ ପ୍ରାଣ ଯିବାର ବେଲେ ମାଏ ଅତି ବେଦନା ଜୀବ ପାଏ ତାର ବ୍ୟଥାରେ ନଷ୍ଟ ମତି ତେ ଚେତନା ରହିତ ହୁଅନ୍ତି ତଦନ୍ତେ ଯମଦୂତ ବେନି ଆସନ୍ତି ଦଣ୍ଡ ପାଶ ଘେନି ପାପୀଙ୍କୁ ଘେନି ଯିବା ପାଇଁ ସକ୍ରୋଧ ନୟନେ ଅନାଇ ସେ ଦୂତେ ଅତି ଭୟଙ୍କର
କୁପିତ ନୟନ ଗଭୀର। ତାଙ୍କ ଦର୍ଶନେ ପାପୀ ଜନ ହୃଦୟ ଭয়ে କମ୍ପମାନ। ଆରତେ ଛାଡ଼େ ମଳମୂତ୍ର ସମ୍ଭାଳି ନୁହେଁ କଫ ଗାତ୍ର। ରମ୍ଭା ପଲ୍ଲବ ପ୍ରାୟ ହୋଇ ସର୍ବାଙ୍ଗ ସତ୍ୱରେ କମ୍ପଇ। ଯାତନା କଲେ ବର ନେଇ ବୋଲେ ବାନ୍ଧନ୍ତି ପାଶ ଦେଇ। ନିଅନ୍ତି ଘୋର ଦୀର୍ଘ ବାଟ ଦଣ୍ଡନ୍ତି ଯେହ୍ନେ ରାଜଭଟ। ନିଅନ୍ତେ କରନ୍ତି ତାଡ଼ନ ଭये ହୃଦୟ କମ୍ପମାନ। ପଥରେ ଗମନ୍ତି କୁକୁର ରୋଷେ କାଟନ୍ତି ତା ଶରୀର। ଦଂଶନ ତୀକ୍ଷ୍ଣେ ଖଣ୍ଡ ଖଣ୍ଡ ବେଗେ ଭକ୍ଷନ୍ତି ତାର ପିଣ୍ଡ। ବିକ୍ରମୀ କରନ୍ତି ଭକ୍ଷଣ ରୋଦଇ କାତରେ ଭଜେଣ। ସେ ଅତି କଷ୍ଟେ ଭୟ ପାଇ ନିଜ ପାତାଲ ସୁମରଇ। ଉଠି ପଡ଼ଇ ଯେ ବିକଲେ ସେ ଘୋର ଦଣ୍ଡ ଭୟାକୁଲେ। କ୍ଷୁଧା ପିପାସା ଦୁଃଖ ତର ପଥରେ ନିଅନ୍ତି ସତ୍ୱର। ସେ ପଥ ଅତି ତପ୍ତ ବଳ ଝାଙ୍କେ ପବନ ଦାବାନଳ। ତହିଁ ସନ୍ତାପେ ଦୁଃଖ ଭୟେ ପୁଷ୍ଟେଣ ପୀଡ଼ନ୍ତି ନିର୍ଦ୍ଦୟେ। ତହିଁ ତପତ ବାଲୁକାରେ ପ୍ରବେଶ କରାନ୍ତି ସତ୍ୱରେ। ଗମଇ ଅତି କଷ୍ଟ ଭରେ ନ ଗଲେ ମାରନ୍ତି ନିର୍ଭରେ। କ୍ଷଣେ ବିଶ୍ରାମ ନ କରନ୍ତି ଅନେକ ଘୋର ଶାସ୍ତି ଦିଅନ୍ତି। ଆଶ୍ରୟ ଉଦକ ନ ମିଳେ ସମର୍ଥହୀନେ ଭୟେ ଚଲେ। ପଡ଼ି ଉଠଇ ଦୁଃଖ ଶ୍ରମେ ମୂର୍ଚ୍ଛିତ ହୁଏ ଜ୍ଞାନ ଭ୍ରମେ। ସେ ଦୁଃଖେ ଦୟା ନ କରନ୍ତି ଦୁଃସହ ଦଣ୍ଡ ମାର୍ଗେ ଦିଅନ୍ତି। ଗହନ ଘୋର ଅନ୍ଧକାରେ ନିଅନ୍ତି ପାପୀ ଶେଷତ୍ୱରେ। ଏମନ୍ତ ଦୁଃଖେ ପାପୀ ଜନେ ପ୍ରବେଶ ଯମର ଭୁବନେ। 69,000 ଆହାର ହେମାତ ସଂଖ୍ୟା ସେ ବାଟର। ବେନିତା ତ୍ରୟ ମୁହୂର୍ତ୍ତରେ ପ୍ରବେଶ କରାନ୍ତି ସେଠାରେ। ତହିଁ ଦଣ୍ଡତି ପ୍ରତିକ୍ଷଣ ସମସ୍ତେ ସର୍ବାଙ୍ଗ ଚରଣ। ତଦନ୍ତେ ଦହନ୍ତି ଅନଳେ ରୋଦଇ ନିର୍ଘାତ ଚହଳେ। ଅତ୍ୟନ୍ତ ପୀଡ଼ାରେ ବ୍ୟାକୁଳ କ୍ଷୁଧାରେ ହୁଏ ଜ୍ଞାନ ବୋଳ। ଆପଣା ହସ୍ତେ ଦେହ ମାଂସ କାଟିଣ କରୁଥାନ୍ତି ଗ୍ରାସ। ଅଥବା କାଟି ଦେଇ କର ତାହା ଭକ୍ଷଇ ପାପୀ ବର। ଗୁଧ୍ର କୁକୁର ଯମପୁରେ ପାପୀଙ୍କୁ ବେଢ଼ି ନ ସତ୍ପରେ। ଓଟାରି ନିଅନ୍ତି କରି ଟାଣ ତଥାପି ନ ଛାଡ଼ଇ ପ୍ରାଣ। ସର୍ପ ବୃଶ୍ଚିକ ତମସାଦି କୋପେ କାଟନ୍ତି ନିରବଧି। ହସ୍ତ ଚରଣ ଖଣ୍ଡ ଖଣ୍ଡ ପାପୀଙ୍କୁ କାଟି ଦିଅନ୍ତି ଦଣ୍ଡ। ହସ୍ତୀ ସମ୍ମୁଖେ ଦିଅନ୍ତି ନେଇ ସେ ପାଦେ ମାଡ଼ି ଓଲଟାଇ। ଦଶନ ଶରୀରେ ମାରନ୍ତି ପର୍ବତ ଶିଖରୁ ପକାନ୍ତି। ତଦନ୍ତେ ଖାତ ଖୋଲି ରୁନ୍ଧି ଧୂପ ପୁରାଇ ନିରବଧି। ବୁଡ଼ାଇ ରଖନ୍ତେ ଜଳରେ ପଥର ଲଦି ତା ଉପରେ। ଆକୁଲେ ରୋଦଇ ବିକଲେ ମୁଣ୍ଡ ପିଟନ୍ତି କୋପାନଳେ। ତାମିଶ୍ର ଆଦି ଯେ ଯାତନା କେତେ ତା କରିବା ବର୍ଣ୍ଣନା। ପାତକୀ ସକଳ ଭୁଞ୍ଜଇ ସ୍ୱକର୍ମ ପାଶେ ବନ୍ଦୀ ହୋଇ। ଦୁର୍ଜୟ ବୃକ୍ଷ ବିନିଷ୍ଠୁର
ବନ୍ଧନେ ଫୁଟେ ନିରନ୍ତର। ତହୁ ନ ପାରେ ପାପି ଯାଇ, ନାନା ପ୍ରକାରେ ପୁଣ୍ୟଦାହି। ଯେତେ ଅଛନ୍ତି ନର ନାରୀ, ଯାତନା ଦୁଃଖ ସର୍ବସରି। ଉଭୟ ସଙ୍ଗ ଏତେ ହୁଏ, ନରକ ଦୁଃଖ ଭୁଞ୍ଜେ ମୋହେ। ଗୋମାତ ଦେଖ ସୁବିଚାରେ, ନରକ ସ୍ୱର୍ଗ ଏହିଠାରେ। ନରକ ଯାତନା ଏତେକ, ସ୍ୱର୍ଗଟି ନାନା ଭୋଗ ସୁଖ। ଏବେନି ବୁଝି ପରିମାଣି, ବିବେକ ମୁଖେ ଶାସ୍ତ୍ର ଶୁଣି। ଏ ରୂପେ କୁଟୁମ୍ବ ଯେ ପୋଷେ, ନିଜ ଉଦର ପରିତୋଷେ। ଏବେନି ସଙ୍ଗତେ ନ ଯାଇ, ଛାଡ଼ିନ ଏକାନ୍ତେ ଚଲଇ। ଗୁଞ୍ଜଇ ଆପେ କର୍ମ ଫଲ, ଏ ଅର୍ଥେ ନାହିଁ ବଲିଆର। ପ୍ରତ୍ୟେଜି ନିଜ କଲେବର, ଏକାଶେ ଗମେ ନିଜ ପୁର। ଅଧର୍ମେ ପ୍ରାଣୀ ହିଂସା କରି, ଯେ ଦେହ ପାଶେ ସେହି ଭରି। ସେ ଦେହ ସ୍ନେହ ତେଜି ଯାଇ, ପାପୀଙ୍କ ପୃଷ୍ଠରେ ବସଇ। କୁଟୁମ୍ବ ପ୍ରପୋଷଣ ଫଳ, ତାହାଙ୍କୁ ଯେତେକ ସମ୍ବଳ। ଏକାଶେ ନରକ ଭୁଞ୍ଜଇ, ଦ୍ୱିତୀୟ ସଙ୍ଗତେ ନ ଯାଇ। ସେ ପାପ ଈଶ୍ୱର ଦିଅନ୍ତି, ପାପିତା ଏକାନ୍ତେ ଭୁଞ୍ଜନ୍ତି। ଧନ ହରାଇ ଯେହ୍ନେ ନର, ଭୋକରେ ଯେସନେ ଆତୁର। ତେସନ ପାପ କରେ ପ୍ରାଣୀ, ବ୍ୟାକୁଲେ ଭୁଞ୍ଜେ ପୁଣି ପୁଣି। ସେ ଦୁଃଖ ନ ଭୁଞ୍ଜାଇ ପର, ତେସନେ ନରକ ଆହାର। କେବଳ ଅଧର୍ମ ଆଚରି, କୁଟୁମ୍ବ ପ୍ରପୋଷଣେ ଭରି। ସେ ଗମେ ଅନ୍ଧ ତମିଶ୍ରାକୁ, ଉଦ୍ଧାର ନାହିଁ କାହିଁ ତାକୁ। ଯେ ଅନ୍ଧ ତମିଶ୍ରା ନିର୍ଭୟେ, ନରକ ମାନଙ୍କ ନିର୍ଣ୍ଣୟେ। ମରଣେ ଦହନ ହୁଅନ୍ତେ, ନରକ ଭୁଞ୍ଜଇ ଏକାନ୍ତେ। ଯେତେକ ଯାତନା ଅଛଇ, କ୍ରମେଣ ସକଳ ଭୁଞ୍ଜଇ। ଶ୍ୱାନ କୁକୁର ଆଦି ଯୋନି, ପାପୀ ଲୋଭଇ କର୍ମ ଘେନି। ଏ ପାପ ଯାତନା ଯୋଗନ୍ତେ, ପବିତ୍ର ହୁଏ ବାକ୍ୟ ଅନ୍ତେ। ତଦନ୍ତେ ନର ଦେହ ପାଇ, ଏତେ ସଂଶୟ ନ ଘଟଇ। 30 ଅଧ୍ୟାୟ ସମାପତ। ଗଣଇ ବିପ୍ର ଜଗନ୍ନାଥ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ 82 ତୃତୀୟସ୍କନ୍ଧे कपिलदेवहूति संवादे नाम 30 अध्यायः।